ସିମେଇରେ ଉପମା ବନେଇବା ସମସ୍ତେ ଜାଣିଛନ୍ତି, ନହେଲେ ସିମେଇ କ୍ଷୀରି। କିନ୍ତୁ ମୁଁ ଆଜି ଦେଖେଇବି ସିମେଇରେ ଆପଣ ଇଡଲି ବନେଇବେ। ଆଉ ତାକୁ ଆପଣ ଭାଙ୍ଗିକି ରଖିଲେ ମଧ୍ୟ ଆପଣଙ୍କୁ ଯେତେବେଳେ ଭାଙ୍ଗିବେ ଦେଖନ୍ତୁ ଏଇଭଳି ଆପଣଙ୍କର ରହିବ। ତେବେ ଚାଲନ୍ତୁ ଭିଡ଼ିଓଟି ପୁରା ସମ୍ପୂର୍ଣ୍ଣ ଦେଖିବା। ନମସ୍କାର ଦର୍ଶକ ବନ୍ଧୁ, ମୋ ଚ୍ୟାନେଲକୁ ଅନେକ ଅନେକ ସ୍ୱାଗତ। ତ ପ୍ରଥମେ ଆପଣ ଗୋଟେ ମେଜରିଂ କପ୍ ସେଟ୍ କରିବେ କିମ୍ବା ଗିନା ଯାହା ବି ହଉ। ତ ସେଥିରେ ମୁଁ ନେଇଛି 2 କପ୍ ସିମେଇ। ସିମେଇକୁ ପ୍ରଥମେ କଞ୍ଚା ରଖିଥିବେ। ଆଉ ଦେଖନ୍ତୁ ଏଇ ଟାଇପ୍ର ସିମେଇ ହେଇଥିବ, ମାନେ ଗୋଟେ ଯେଉଁ ପତଲା ବାଲା ସିମେଇ ମିଳେ ସେଇଟା ନେବେନି, ଏଇଟା ନେବେ। ଆଉ ତାକୁ ଟିକେ ହାଲକା ଭାଜିଦେବେ କଲର୍ ଚେଞ୍ଜ ହେବା ପର୍ଯ୍ୟନ୍ତ। ନାହିଁ ଯଦି ଆପଣଙ୍କ ପାଖରେ ରୋଷ୍ଟେଡ୍ ସିମେଇ ଅଛି ତାହେଲେ ବି ଚଳିବ। ଏମିତି ହାଲକା ଟିକେ କଲର୍ ଚେଞ୍ଜ ହେଲା ଯାଏଁ ଟିକେ ଭାଜି ନେବେ। ତାପରେ ଆପଣ ତାକୁ ସାଇଡ୍ କରିନେବେ। ଦେଖନ୍ତୁ ଏଇଭଳିଆ ହିଁ ହବ। ଏବେ ଆପଣ ସେଥିରେ ଯାହା ବି ଭେଜିଟେବୁଲ୍ ପକେଇବେ ଆପଣଙ୍କ ହିସାବରେ ରଖିବେ। ମୁଁ ନେଇଛି ପିଆଜ, କ୍ୟାପ୍ସିକମ୍ ଆଉ ଧନିଆ ପତ୍ର, ଏସବୁକୁ ଚୁନ ଚୁନ କରି କାଟି ଦେଇଛି। ଆଉ ସ୍ୱାଦ ଅନୁସାରେ ଲୁଣ ଆଉ ଗୋଟେ ତଡ଼କା ନେବା। ତଡ଼କାରେ ମୁଁ ପ୍ରଥମେ ତେଲ ଦେଇଛି, ଆଉ ସେଥିରେ ବିରି ଡାଲି, ଚଣା ଡାଲି, ଭୃଷଙ୍ଗ ପତ୍ର ଆଉ କିଛି ହେଙ୍ଗୁ। ଯଦି ଆପଣ ଶୁଖିଲା ଲଙ୍କା କିମ୍ବା କଞ୍ଚା ଲଙ୍କା ଚାହୁଁଛନ୍ତି ପକେଇବା ପାଇଁ ବି ଆପଣ ପକେଇ ପାରିବେ। ଯଦି ଛୁଆଙ୍କ ପାଇଁ କରୁଛନ୍ତି ତାହେଲେ ସ୍କିପ୍ କରିପାରିବେ। ଦେଖନ୍ତୁ ସେଇ ତଡ଼କାକୁ ଆପଣ ଏଥିରେ ପକେଇବେ। ଯଦି ଆପଣ ବି ଚାହୁଁଛନ୍ତି ବାଦାମ ହଉ, କାଜୁ ହଉ ଯଦି ପକେଇବା ପାଇଁ ବି ଚାହିଁଲେ ବି ହେଇପାରିବ। ଏବେ ଯେହେତୁ ମୁଁ ଇଡଲି ବନେଇବି, ତ ଇଡଲି ଛାଞ୍ଚଟାକୁ ଟିକେ ଆପଣ ତେଲ ଦେଇକି ଗ୍ରୀସ୍ କରିକି ସାଇଡ୍ କରି ରଖିଦେବେ। ଯଦି ତେଲ ବି ନ ବି ଦେଉଛନ୍ତି ତାହେଲେ ବି ଚଳିବ, ସେ ଛାଡ଼ିବ। ଏବେ ଆମେ ସେଥିରେ କ'ଣ କରିବା ନା ଦହି ନେବେ। ତ ଦହି ଆପଣ ହାଫ୍ କପ୍ ଭଳିଆ ନେବେ। ମୁଁ ହାଫ୍ କପ୍ରୁ ଟିକେ କମ୍ ନେଇଛି ଦହି, ଆଉ ଅଳ୍ପ ଟିକେ 2 ଚାମଚ ପାଣି, ମାନେ ଟୋଟାଲ୍ ଆପଣ ଅଧା କପ୍ ଦହି ପାଣି ମିଶିକି ହିଁ ନେବେ। ଯଦି ଆପଣ ଦହି ପାଣି ଦେଉଛନ୍ତି ତାପରେ ଆପଣ ଜମାରୁ ବି ବେଶୀ ସମୟ ରଖିବେନି। ପକେଇବାର ଅତି ବେଶୀରେ 5 ମିନିଟ୍। ତାପରେ ଆପଣ ଇଡଲି ଛାଞ୍ଚରେ ଦେଇଦେବେ। ଯେମିତି ଆପଣ ଇଡଲିର ବ୍ୟାଟରକୁ ରଖୁଛନ୍ତି ସେମିତି ଆପଣ ଛାଞ୍ଚରେ ପକେଇବେ। ସେପଟେ ଆମେ ଟିକେ ଯେଉଁ ପାଣି ବସେଇଥିଲେ ଇଡଲି ଛାଞ୍ଚରେ ସେଇଟାକୁ ଟିକେ ଫୁଟିବା ପାଇଁ ଛାଡ଼ିବା। ଏବେ ଦେଖନ୍ତୁ ଏମିତି ଚାମଚରେ ଭଲସେ ଆପଣ ଏମିତି ଥାପି ଥାପି ଟିକେ ରଖିବେ। ଆଉ ତାପରେ ଟିକେ ଏମିତି ସ୍ପୁନରେ ପ୍ରେସ୍ କରିଦେବେ। ଯେମିତି ମୁଁ ଆପଣଙ୍କୁ ଭିଡ଼ିଓରେ ଦେଖାଉଛି, ପ୍ଲିଜ୍ ଆପଣ ସେଇଭଳିଆ ହିଁ ବନେଇବେ। ଏବେ ଦେଖନ୍ତୁ ଆମର ପାଣି ଫୁଟି ଆସିଲାଣି। ଏବେ ଆମେ ଯେଉଁ ମୋଲ୍ଡରେ ରଖିଥିଲେ ସିମେଇ ତାକୁ ଭିତରେ ରଖିଦେବା। ଆଉ ତା ଉପରେ କଭର୍ ଦେଇକି ଅତି ବେଶୀରେ ଆପଣ 15 ମିନିଟ୍, ତାଠୁ ଅଧିକ ଜମା ବି ରଖିବେନି। 15 ମିନିଟ୍ ପରେ ଦେଖନ୍ତୁ ଇଡଲି ଆମର ଏଇଭଳିଆ ହେଇଯାଇଛି, ମାନେ ସବୁ ଇଡଲି ପୁରା ବାଇଣ୍ଡ ହେଇଯାଇଛି ଆଉ ଭିତରେ ବି ସିଝିକି ସଫ୍ଟ ହେଇଯାଇଛି। ଏବେ ତାକୁ କାଢ଼ିଦେବେ ଆଉ ଟିକେ ଥଣ୍ଡା ହେଲା ପର୍ଯ୍ୟନ୍ତ ଆପଣ ଟିକେ ଛାଡ଼ିଦେବେ। ଥଣ୍ଡା ହେଲା ପରେ ଆପଣ ତାକୁ ଡିମୋଲ୍ଡ କରିବେ। ଦେଖନ୍ତୁ ଏମିତି ଆସ୍ତେ ଆସ୍ତେ ଚାମଚରେ ସାଇଡ୍ରୁ କରିଦେବେ। ଏବେ ଆପଣ ଦେଖନ୍ତୁ ଆମର ଇଡଲି ବର୍ତ୍ତମାନ ରେଡ଼ି ହେଇଗଲା। ଆକୁ ଆପଣ ଯେକୌଣସି ଚଟଣି ସହିତ ଖାଇପାରିବେ। ଗ୍ରୀନ୍ ପୁଦିନା ଚଟଣି ହଉ କିମ୍ବା ଟମାଟୋ ଚଟଣି ହଉ, ବାଦାମ ଚଟଣି, ଯାହା ଆପଣଙ୍କୁ ପସନ୍ଦ ଆପଣ ସେଥିରେ ଖାଇପାରିବେ। ଆଉ ବହୁତ କମ୍ ଟାଇମ୍ରେ ଏଇ ଜଳଖିଆଟି ହେଇପାରିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ, ସେୟାର କରିବେ। ଚ୍ୟାନେଲରେ ନୂଆ ଥିଲେ ସବସ୍କ୍ରାଇବ୍ କରିବାକୁ ଢେର ସାରା ଅନୁରୋଧ। ଆଉ ଆପଣ ନିଜେ ବନାନ୍ତୁ ଆଉ ଘରେ ସମସ୍ତଙ୍କୁ ଦିଅନ୍ତୁ। କ'ଣ ହେଲା, କେମିତି ବନିଲା ମୋତେ କମେଣ୍ଟରେ ନିହାତି ଭାବେ ଜଣାନ୍ତୁ। ଦେଖନ୍ତୁ ଏମିତି ପ୍ଲେଟ୍ରେ ଆପଣ ଟିକେ ତାକୁ ସୁନ୍ଦର କରିକି ସଜେଇ ଦେବେ ଆଉ କିଛି ଚଟଣି ସହିତ। ଦେଖା ହେବ ନେକ୍ସଟ ଭିଡ଼ିଓରେ। ରହୁଛି, ନମସ୍କାର, ବାଏ ବାଏ।